भगवते यदुनन्दनाय ॐ नमो भगवते सुकान्ति सुताय ॐ नमो भगवते चरम नाथाय ॐ नमो भगवते केशव चंद्राय अंतरर परम आराध्य परम पूज्य चरमनाथ गुरुस्वामींकर श्री पद्म पादरे साष्टांग प्रणाम। आज विश्वभातृत्व दिव्यात्मा परिषद अच्युत गोत्र महासंघ क्षितिज्योति आश्रम स्वर्णक्षेत्र महंगा अधीनस्थ कुलिया केन्द्र संगठनर अधीनस्थ शाखा केन्दुपाटना शाखार भ्राम्यमाण सत्संग महोत्सव आसर रे उपस्थित थिबा सदात्मा दिव्यात्मा सत्संग प्रेमी समस्त भाई भौणी एवं शाखार समस्त कर्मकर्ता वृंद समस्त अंतरर सश्रद्ध सप्रेम गुरुस्वामी गुरुस्वामी। ए कथा आलोचना चक्र जेतेबेले चलीथिला सेतेबेले प्रश्न उत्तर माध्यम आलोचना चक्र चलीथिला। आमे प्रश्न करू प्रभुपाद गुरुस्वामी उत्तर दियंती। ए प्रश्न उत्तर कार्यक्रम रे किछि दिन जेतेबेले आमे अतिबाहित कलु धीरे धीरे देखागला आम प्रश्न सब भूल हो गला। प्रभु जो उत्तर देले ठाकुर गुरुस्वामी जो उत्तर देले आम प्रश्न कुश भाई आम समस्ते आम समस्त प्रश्न आम फेल मारी गलु प्रश्न करी तांको कहीं ना आम प्रश्नर आमर जो मनोभाव नहीं जो प्रश्नर उत्तर गुड़िक आम गोटे कथा खाली जानतु उत्तर नथिले जड़े प्रश्न करि परिबनी उत्तर थिबा व्यक्ति ही प्रश्न करती। आज्ञा मु आपन को बुझाई दउची जहाँ भीतर उत्तर अच्छी से प्रश्न तैयारी करि पारे। तेणु आम भितर जिते प्रश्न आम कलु प्रभुपाद गुरुस्वामी की तार उत्तर भितर आम चित्त चेतना भितर जहाँ थिला आम उत्तर गुड़िक सी भूल करदे बुझेला। तांकर आलोचना सारे टिके ए कथा को मर्मे मर्मे बुझंतु से तापरे कौन कले चतुर रस जिते आम मुंड फांका करदेले आम चित्त बा आमर चेतना को सी फांका करदेले भूल करदेले माने जिते आमको नीरव करदेले तार फांका माने कौन आमे प्रश्न पचारिबा पाई आम भितर आ सामर्थ्य नथिला बुद्धि ज्ञान आम भितर काम देलानी। छोटू से कौन कले चतुररथ से आम भीतर सब काढ़ी नेले आम उत्तर आम प्रश्न सब काढ़ी नेले काढ़ी नहीं से गोटे परिप्रश्न तैयारी कले सी निजे प्रश्न तैयारी कले निजे उत्तर देले बुझिले ना केते चतुरतार सहित सी आलोचना टिके करिचिनी एवं आम सहित मिशिचिनी
ସେଇ କଥା କାହିଁକି ନା ଆମେ ତ ଏଇ ବାହିକ ଶାସ୍ତ୍ର ପୁରାଣ ବା ଯେଉଁ ଭାରତ ଆମର ଯେଉଁ ସବୁ ଅଛି ଅବତାର ଅବତାରୀ ଏଇ ସବୁ କଥା ନେଇ ଆଉ ତାକୁ ସବୁ ପଢ଼ି ଶୁଣି ମହାଭାରତ ରାମାୟଣ ଶିବପୁରାଣ ଜୈବିନୀ ଭାରତ କେତେ କ'ଣ ଏଇ ପଢ଼ିକିରି ସବୁ ଆମେ କିଛି କିଛି ଅର୍ଜନ କରିଥିଲୁ। ଲକ୍ଷ୍ମୀ ପୁରାଣ ବିଭିନ୍ନ ତ ମାର୍କଣ୍ଡେୟ ପୁରାଣ କେତେ ପୁରାଣ ଏମିତି ବ୍ରହ୍ମବୈବର୍ତ ପୁରାଣ, କିନ୍ତୁ ସେଗୁଡ଼ିକ ଫେଲ୍ ମାରିଗଲା। ସିଏ ଯେଉଁ ଉତ୍ତର ଗୁଡ଼ିକ ଦେଲେ ସେ ପୁରାଣର ଆମ ଜାଣିବା ଜ୍ଞାନର ଉର୍ଦ୍ଧ୍ୱରେ। ତା ଅର୍ଥ କ'ଣ ହେଲା ଯେ ଯେତେବେଳେ ଆମକୁ ନୀରବ କରିଦେଲେ ଆମେ ସେତେବେଳେ ଛୋଟ ହୋଇଗଲୁ, ଛୋଟେଇ ଯିବାକୁ ବାଧ୍ୟ ହେଲୁ, ହାତ ଯୋଡ଼ିଦେଲୁ, ସମର୍ପିତ ଭାବ ନେଲୁ ଯେ ଆପଣ ପ୍ରଭୁ ପ୍ରଶ୍ନ ତିଆରି କରନ୍ତୁ, ଆପଣ ହିଁ ଆଲୋଚନା କରନ୍ତୁ। ସେ ବି ପ୍ରଶ୍ନ ତିଆରି କଲେ, ପ୍ରଶ୍ନ ତିଆରି କଲେ। କେମିତିଆ ପ୍ରଶ୍ନ? ଗୋଟିଏ କଥା ହେଲେ ଛୋଟିଆ କଥା ଟିକେ କହିଦେଉଛି। ଆମେ ପ୍ରଶ୍ନ ଥରେ କଲୁ, ଯେଉଁ ପ୍ରଭୁ ଏ ରାମାୟଣର କଥାକୁ ରାମଚନ୍ଦ୍ର ସେ କ'ଣ ଜାଣିନଥିଲେ ଯେ ମାରିଚ ଗୋଟେ ଅସୁର, ଆଉ ତାଙ୍କ ପଛରେ ମୁଁ ଗୋଡ଼େଇଲେ ସେ ମାୟା, ଯିଏ ମାୟାର ଉର୍ଦ୍ଧ୍ୱରେ, ସିଏ ଗୋଟେ ମାୟା ମୃଗ ପଛରେ ସୁନା, ମୃଗ କେବେ ସୁନା ହେଇପାରେ ନା, ତା ପଛରେ ଗୋଡ଼େଇବା ଯେଉଁ ପୁରାଣରେ ଆମେ ପଢ଼ିଲୁ ଏହା କେତେ ଦୂର ସଙ୍ଗତ? ତାହେଲେ ରାମଚନ୍ଦ୍ର ପରମ ପିତା ବା ପରମ ପୁରୁଷ ନୁହନ୍ତି ବା ଅବତାରୀ ବ୍ରହ୍ମ ନୁହନ୍ତି, ପରମ ବ୍ରହ୍ମ ନୁହନ୍ତି। ସେଇ କଥାର ଆଲୋଚନା ସେ ଏମିତି କଲେ ଆମ ବୁଦ୍ଧି ଅଗଳଗୁଡ଼ୁମ ହେଇଗଲା, ବୁଝିଲେ ନା। ସେ ତାକୁ ପୂର୍ବପରକୁ ନେଇ ମାରିଚ କିଏ ଏବଂ କେମିତି ସେ ବର ମାଗି ଆସିଥିଲେ ତାକୁ ଆଲୋଚନାକୁ ମୁଁ ନଉନି, କିନ୍ତୁ ସେ ତାର ଯେତେବେଳେ ପୂର୍ବାପର ତାର ଦର୍ଶନ, ମାରିଚର ଦର୍ଶନଟାକୁ ସେ ଆଲୋଚନା କରିଦେଲେ, ସେତେବେଳେ ହେଲା କ'ଣ? ଆମ ପ୍ରଶ୍ନ ଭୁଲ ହେଇଗଲା। ଏ ଗୋଟେ ଖାଲି ଦୃଷ୍ଟାନ୍ତ ଦେଉଛି, ମୁଁ ତାକୁ ଆଲୋଚନା କରିବି ନାହିଁ, କିନ୍ତୁ ଦୃଷ୍ଟାନ୍ତ ଦେଉଛି ଯେ ଆମ ପ୍ରଶ୍ନ ଗୁଡ଼ିକ ଭୁଲ ହେଇଗଲା। ତେଣୁ କ'ଣ କଲୁ? ଆମେ ନିଜକୁ ଛୋଟେଇ ନେବାକୁ ବାଧ୍ୟ ହେଲୁ। କାହିଁକି ନା ପରମାର୍ଥ ଜୀବନର ଆଜି ଯେଉଁ କଥା ଗୁଡ଼ିକ ଇଏ କହୁଛନ୍ତି, ତ ଯେଉଁ ଏବେ ଆଲୋଚନା କରୁଥିଲେ ବିଚ ଭାଇ, ପ୍ରଥମ କଥା ନିଜକୁ ଛୋଟେଇ ନ ନେଲେ ଆମେ ସବୁଗୁଡ଼ିକ ଅନୁଭବ ସୂତ୍ରରେ, ସଂସାରର ଯେଉଁ ଅନୁଭବ ସୂତ୍ର ଗୁଡ଼ାକ ଅଛି, ସବୁ ଅନୁଭବ ସୂତ୍ରକୁ ଧୀ ଶକ୍ତି ବଳରେ ତାର ଦର୍ଶନ ଗୁଡ଼ିକୁ ପାଇପାରିବା ନାହିଁ। ଅନୁଭବ ସୂତ୍ରର ଗୋଟେ ଦର୍ଶନ ଅଛି, ତାକୁ ପାଇପାରିବା ନାହିଁ। କାହିଁକି ଏ ଜିନିଷଟା ମୋ ପାଖରେ ହେଲା, କାହିଁକି ମୋ କତିକି ଆସିଲା? ତେଣୁ ଆମେ ଘର ସଂସାର ଭିତରେ ଅଛେ। ଆଜି ଟିକେ ତାଙ୍କ ପ୍ରଶ୍ନର ସମାଧାନ କରିବା। ଆମେ ଘର ସଂସାର ଭିତରେ ଅଛେ। ଆମେ ଯଦି ଘର ସଂସାର ଭିତରେ ଘରର ଯେଉଁ ରିକ୍ୱାରମେଣ୍ଟ, ସେ କହିଛନ୍ତି ଅନାବସ୍ତ୍ର ହବୁ ନାହିଁ, ମୁଁ ତ କେବେ ଉପବାସ ରଖିବି ନାହିଁ, ତୁ ମୋତେ ନିର୍ଭର କଲେ, ସେ ସେଇ ଚରମରେ କହିଛନ୍ତି ନିର୍ଭର କର, ନିର୍ଭୀକ ହୋଇଯିବୁ। କହିଛନ୍ତି ମଧ୍ୟ ଚରମ ନିର୍ଭୀକ, ଆମେ ନିର୍ଭର କରିବେ। ଆମେ ନିର୍ଭର କେମିତି କରାଯାଏ, କେମିତି ତାଙ୍କୁ ଆମେ ନିର୍ଭର କରିବା, ଆମେ ପା ଏପର୍ଯ୍ୟନ୍ତ। ତାପରେ ସୁନ୍ଦର କଥାଟିଏ ଆଧାରେ ଲେଖିଛନ୍ତି ଯେ କଳସୀ ଜଳ, ସମୁଦ୍ର ଜଳ, ସମୁଦ୍ର ଜଳଟି ବ୍ୟାପକ। ଆମେ ଆଜି ସମୁଦ୍ର ଜଳର ଅଂଶ କଳସୀ ଭିତରେ ରଖିକିରି ସ୍ୱତନ୍ତ୍ରତା ନିଜକୁ ମନେ କରୁଛେ ବୋଲି ସେ କଥାଟି ଆଜି ଲେଖିଛନ୍ତି। ଆମେ ସମୁଦ୍ର ଭିତରେ ଅଛେ, ସମୁଦ୍ର ଭିତରେ ରହି କଳସୀରେ ଆବଦ୍ଧ, ଏ ଦେହର ଆବଦ୍ଧ ଭିତରେ ରହି ଆଜି କ'ଣ କରୁଛେ? ଏ ଦେହକୁ ସର୍ବସ୍ୱ କରି ଆମେ ଆଜି ବାଟ ଚାଲୁଛେ, କିନ୍ତୁ ଆମେ ଜାଣିନେ ଯେ ଯେଉଁ ନିଜକୁ ସ୍ୱତନ୍ତ୍ର ମନେ କରୁଛି ଯାହା ଠାରୁ, ଯେଉଁ ସମୁଦ୍ର ଠାରୁ, ସେ ସମୁଦ୍ର ଯେ ମୋ ଭିତରେ ଅଛି, ଇଏ ଗୋଟେ ବିଶେଷ ସମୁଦ୍ରର ଜଳ ଏପର୍ଯ୍ୟନ୍ତ ଆମେ ତାଙ୍କୁ ଅନୁଭବ କରିନେ। ଇଏ ଗୋଟେ ବଡ଼ କଥା ଆଜିର ଆଲୋଚନା ବା ଆଜିର ଚରମରେ ଯେଉଁ ପ୍ରଭୁପାଦ ଗୁରୁସ୍ୱାମୀ ଲେଖିଲେ। ଆଉ ଗୋଟିଏ କଥା ହେଉଛି, ଏ ହେଲା କଳସୀର ଦୃଷ୍ଟାନ୍ତ ଦେଲେ। ସେ ଆଉ ଗୋଟିଏ ବଡ଼ କଥା ଆଜି କହିଛନ୍ତି ଆ ଭିତରେ, ଏଇ 24 ନମ୍ବରରେ, ଯେ
ତୁ ଆଜି ଯେଉଁ ପାର୍ଥିବ ବସ୍ତୁକୁ ନିଜର କରିଛୁ, ତୋର ନିଜର ତୁ ଭାବୁଛୁ, ସେ ଅନ୍ୟ କାହାର ଦିନେ ଥିଲା, ତୁ ଆଜି ନିଜର କରିଛୁ। ତୋର ଏ ଦେହ ତଲ୍ଲୀନ ହେଲା ପରେ, ଜୀବନ ସତ୍ତା ଉଡ଼ିଗଲା ପରେ ସିଏ ପୁଣି ଆଉ କାହାର ହେଇଯିବ। କିନ୍ତୁ ତୋର ପିତା ଏଥିରେ ଗୋଟେ ବଡ଼ ପରିଚୟ ସିଏ ନିଜର ଦେଇଛନ୍ତି। ସାର୍, ଏ 24 ନମ୍ବର ଚରମରେ ଏତେ ତାର ମାନେ ଗୁରୁତ୍ୱପୂର୍ଣ୍ଣ। କେତୋଟି ନମ୍ବର ଚରମ ଆ ଭିତରେ ସବୁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ, ହେଲେ 17, 24, 15, 7 ଏମିତି କେତେ ନମ୍ବର ଚରମ ଆ ଭିତରେ। 25 ନମ୍ବର ଚରମଟି ଶିକ୍ଷାଭିତ୍ତିକ, ଆଉ ଏବଂ ଆମର କର୍ମ ବିଷୟରେ ସତର୍କ କରିବାକୁ 21, 22 ନମ୍ବର ଚରମ। ଏମିତି ବହୁ ଜିନିଷ ଏ ଚରମ ପୃଷ୍ଠାରେ ରଖିଛନ୍ତି। ନିଜର ପରିଚୟ ମାଧ୍ୟମରେ ସବୁ ଚରମରେ ସେ କର୍ମଧାରାକୁ ମଧ୍ୟ ଦେଇଛନ୍ତି ଗୁରୁତ୍ୱ, ଏବଂ ନିଜର ପରିଚୟ ସବୁଠି ସେ ରଖିଛନ୍ତି। ସବୁ ନମ୍ବର ଚରମରେ ଯଦି ମିଶେଇବେ ନିଜର ପରିଚୟ ରଖିଛନ୍ତି। ଏଠାରେ ରଖିଛନ୍ତି ଯେ ତୁ ମୋର କାୟା, ମୁଁ ତୋର ଛାୟା। ଏଇ 24 ନମ୍ବର ଚରମରେ କାୟାକୁ ଛାଡ଼ି ଛାୟା କ'ଣ କେବେ ରହିପାରେ କି? ତୁ ସିନା ସ୍ୱତନ୍ତ୍ର ମନେ କରୁଛୁ, କିନ୍ତୁ ତୁ ମୁଁ ତୋ ଭିତରେ ସବୁବେଳେ ଅଛି। ତେଣୁ ନିଜର ପରିଚୟ କେମିତି ସେ ଅଛନ୍ତି ଚୈତନ୍ୟ, ଏ ତ କଥାଟା ବହୁତ କଥା ତାଙ୍କ ବିଷୟରେ ଆଉ ମୁଁ କହିବାକୁ ଚାହୁଁନି, କାହିଁକିନା ଆମେ ଗୋଟେ ସ୍ୱତନ୍ତ୍ର ଜିନିଷକୁ ଆଜି ଯିବା। ତେଣୁ ଚୈତନ୍ୟ ଅବସ୍ଥା ସମୁଦ୍ର ଜଳ ବ୍ୟାପକ। ସେ ସମୁଦ୍ର କହିଲେ ସେ ଚୈତନ୍ୟ ସ୍ୱରୂପ ଆମ ସମସ୍ତଙ୍କ ଭିତରେ ଅଛନ୍ତି, କିନ୍ତୁ ଆମେ ସୃଷ୍ଟିଚକ୍ରର ମାୟା ବଳୟ ଭିତରେ ରହି ସେ କହିଲେ ତୋ ପିତାଙ୍କୁ ତୁ ଅନୁଭବ କରିପାରୁନୁ। ଆଜି ମଧ୍ୟ କହିଛନ୍ତି, ଆଜି ମଧ୍ୟ 24 ନମ୍ବରରେ କହିଛନ୍ତି ତୋର ପିତା ତୋ ଭିତରେ ଅଛନ୍ତି, ଛାୟା ସ୍ୱରୂପ ତୋ ଭିତରେ ଅଛନ୍ତି, ତାଙ୍କୁ କିନ୍ତୁ ଅନୁଭବ କରିପାରୁନି। ଏଭଳି କଥା କେହି ଏପର୍ଯ୍ୟନ୍ତ ଧରାପୃଷ୍ଠକୁ ଯେତେ ଅବତାର ଅବତାରୀ, ଯେତେ ସାଧୁ ସନ୍ଥ ଧର୍ମଗୁରୁ ଯେତେ ଆସିଥିଲେ, ଗୁରୁ ଅଙ୍ଗ ସବୁ ବା ସଦଗୁରୁ ଜଗତଗୁରୁ, କେହି ଏଭଳି କଥା କହିନଥିଲେ ମୁଁ ତୋ ଭିତରେ ଅଛି। ତୁ ଅଲଗା ନୁହେଁ। ସମୁଦ୍ର ଜଳ, କଳସୀ ଭିତରେ ଜଳ ଥିବା ଜଳ ଅଲଗା ନୁହେଁ, ଗୋଟିଏ। କିନ୍ତୁ କଳସୀ ତାର ଆଭରଣ ଭିତରେ ରଖି ସେ ସ୍ୱତନ୍ତ୍ରତା ମନେ କରୁଛେ। ଆମେ ସବୁ ସ୍ୱତନ୍ତ୍ରତା ମନେ କରୁଛେ। ଏ କଥାର ଗୋଟେ ସମାଧାନକୁ ଯାଉଛି। ମୁଁ ନିଜ କଥା ଟିକେ କହୁଛି। ଯେତେବେଳେ ମନ୍ଦିର ସବୁ କାମ ଚାଲିଥିଲା, କନଷ୍ଟ୍ରକ୍ସନ୍ କାମ ମୁଁ କରୁଥିଲି, ଗୋଟେ ବଡ଼ ଶିକ୍ଷା ସେଦିନ ଜୀବନର ହେଇଛି। ଆଜିର ଯେଉଁ ପ୍ରଶ୍ନଟି କରିଛନ୍ତି ଯେ କେମିତି ଆମେ ତ ଘର ସଂସାର ଭିତରେ ଅଛି, ମୁଁ ତ ଖାଲି ଛୋଟେଇ ନେଲେ ହେବନି, ମୁଁ ଖାଲି ନିଜକୁ ଛୋଟେଇ ନେଲେ ହେବନି ତ, ମୋର ସ୍ତ୍ରୀ ଛୋଟେଇବା ଦରକାର, ମୋ ଝିଅ ଛୋଟ ହେବା ଦରକାର, ମୋ ପୁଅ ଛୋଟ ହେବା ଦରକାର। କିନ୍ତୁ ସେଇ କଥାର ଶିକ୍ଷା ମୁଁ ଗୋଟେ ଜୀବନରେ ନିଜ କଥାରୁ ସେ ମୋତେ ଶିକ୍ଷା ଦେଇଥିଲେ ପ୍ରଭୁପାଦ ଗୁରୁସ୍ୱାମୀ। ମନ୍ଦିର କାମ ଚାଲେ, ମୁଁ 6ଟାରୁ ଘରୁ ଯାଏ। ସେତେବେଳେ ଯଦି ମୁଁ 6ଟାରୁ ଟିକେ ଡେରି ହେଇଛି, 6ଟା କେତେବେଳେ ବାଜୁଛି ବର୍ତ୍ତମାନ, 6ଟାରୁ ଡେରି ହେଲେ ଚାଲିଯିବେ ଆମ ରଘୁ ଭାଇ, ରଘୁ ମିସ୍ତ୍ରୀ କାମ କରୁଥିଲେ, ଚାଲିଯିବେ ଠାକୁରଙ୍କ ପାଖକୁ। ଧ୍ରୁବ ଭାଇ ଆଜି ଆସିନା ଆସିନାହାନ୍ତି, 12ଟା ମିସ୍ତ୍ରୀ 20-25 ମୂଲିଆ, କାମ କେମିତି ଆରମ୍ଭ ହେବ? ତେଣୁ ମୋଟା ଏତେ ଭୟ ଭିତରେ ଥାଏ, ସେଇ କାମ ଭିତରେ ମୁଁ ସବୁବେଳେ ଚିନ୍ତା କରେ ରଘୁ ଭାଇ କେମିତି ଠାକୁରଙ୍କ ପାଖକୁ ନ ଯାଆନ୍ତୁ, କେବେ ଯିବା ପାଇଁ ସୁଯୋଗ ନ ପାଆନ୍ତୁ ମୋ କଥା କହିବା ପାଇଁ। କର୍ମନିଷ୍ଠ। କିନ୍ତୁ 6ଟାରେ ଯାଏ, ଗାଧେଇକିରି ପଳାଏ। ମୁଁ ଆଉ ଚା ଭଲ ମନ୍ଦ ତ ଅଭ୍ୟାସ ନଥିଲା ବି, ନାହିଁ ବି। ସେଠୁ ମୁଁ ପଳାଏ 6ଟାରୁ ଗାଧେଇବି, ସେମିତି ପଳେଇବି। 10ଟା ବାଜିବ, କାମ ଫୁଲ୍ ଲାଗିବା ପାଇଁ 10ଟା ବାଜିବ। ମୁଁ ସେ ବିନା ପିଆଜ ରସୁଣ ସେତେବେଳେ କରୁଥିଲା ନୀର, ମୁଁ ତା ଦୋକାନରୁ ଯାଇ ଇଟିଲି 4ଟି ଖାଇକିରି ଆସିବି। ତାପରେ କାମରେ ରହିଲି। 2ଟା ବେଳେ କାମ ଛିଡ଼ିବ, ସମସ୍ତେ ମିସ୍ତ୍ରୀ ଖାଇବେ, ମୁଁ ସେଇ ଭିତରେ ଅଧଘଣ୍ଟା ସମୟ ପାଇବି। ଘରେ ଆସି ଖାଇ ଚଟକିନି ଯିବି, କାମ ସରିବ, ନିତ୍ୟକର୍ମ ପାଇଁ ସନ୍ଧ୍ୟାବେଳେ ଆସି ପୁଣି ଠାକୁରଙ୍କ ପାଖରେ ଯାଇକରି ପହଞ୍ଚିବି 7ଟା ଭିତରେ। ଗଲା ରାତି 2ଟା 3ଟା ଯାକେ ଘରକୁ ଖାଇବାକୁ ଆସେ। ଏଇ କଥାର ଶିକ୍ଷା ଦିନେ ବସିଛୁ, କହିଲେ ତୁମେ କ'ଣ ଆଶ୍ରମରେ ଖାଉନ, ଡେଲି କ'ଣ ଘରକୁ ଯାଉଛ?
ଗାଧୁଆଳେ ଖାଇବା ପାଇଁ ଖାଉଛ ଆସୁଛ ଦୌଡ଼ୁଛ, ଦେହ ଖରାପ ହେଇଯିବ, ଆମ କାମ କରୁଛ, ଦେହ ଖରାପ ହେଇଗଲେ କେମିତି ହେବ? ପ୍ରକୃତ ଦେହ ଖରାପ ହେଲା, ଗ୍ୟାସ୍ଟା ସେତେବେଳେ ବି ଗ୍ୟାଷ୍ଟ୍ରିକ୍ ଟିକେ ବାହାରିଲା। ସେଠୁ ମୁଁ କହିଲି କାହିଁ ତୁମେ ଆଶ୍ରମରେ ଖାଉନ, ଘରକୁ କାହିଁ ସବୁଦିନ ଯାଉଛ, ପଳେଇ ଆସୁଛ ଆଉ ତୁମେ ଯା ନା। ସେଠୁ ତାପରେ ରଘୁ ଭାଇ ଗୋଟେ କାମ କଲେ ଦୁରୁ ଭାଇ ଆମେ ତ ଖାଉଛୁ, ଆମେ ଖାଇକିରି କାମରେ ଲାଗୁଛୁ, ଏଇଠି ଜଣେ ରୋଷେଇଆ ବି ସେଠି ତାଙ୍କ ପାଇଁ ଥାଆନ୍ତି। ସେ ଗାଁର ସେ ଆନା ବୋଲି ପିଲାଟି ରୋଷେଇ କରେ, ପଖାଳ ହାଣ୍ଡିଏ ପଖାଳ ହୁଏ ରାତିରେ, ସେ ପଖାଳ ଭଜା ହେବ, ସମସ୍ତେ ମିସ୍ତ୍ରୀମାନେ ଖାଇବେ। କହିଲେ ତୁମେ ଏଇଠି ଖାଅ। ଶେଷକୁ ମୁଁ ପଖାଳ ସେଠି ଖାଇଲି, କିନ୍ତୁ ଗାଧୁଆବେଳେ ଖାଇନା ପଳେଇ ଯାଏ। ଏ ଗୋଟେ ଶିକ୍ଷା କ'ଣ? ପ୍ରଭୁପାଦ ଗୁରୁସ୍ୱାମୀ ଦିନେ ପଚାରିଲେ, କହିଲେ ତୁମେ ଗାଧୁଆବେଳେ ଏଠି ଖାଉନ, ପଳେଇ ଯାଉଛ ଘରକୁ? ମୁଁ କହିଲି ହଁ ପଳେଇ ଯାଉଛି। ଆଉ ନା ଆଶ୍ରମରେ ଖାଇବ। ମୁଁ କହିଲି ଆଶ୍ରମରେ ଖାଉନି କ'ଣ, ଏଠି ରହିଲେ କିଏ ଅନ୍ୟ ଜଣେ ଖାଇପାରିବ, ମୁଁ ତ ଘରେ ମୋର ଖାଦ୍ୟ ଗଣ୍ଡା ଅଛି। ମୋତେ କହିଲେ ତୁମେ ଘରେ ଯାହା ଅଛି ସେଗୁଡ଼ା କ'ଣ ଆମକୁ ଏପର୍ଯ୍ୟନ୍ତ ଦେଇନ? ଶୁଣ, ଏ ଆପଣଙ୍କ କଥାର ମର୍ମଟା ଟିକେ ଏଇଠି ବୁଝ। ଆମେ ତ ସବୁ ଭିତରେ ଅଛୁ, କେମିତି ନିଜକୁ ଛୁଟେଇବୁ? ଛୁଟେଇଲେ ତ ପରିବାର ବିଶୃଙ୍ଖଳା ହେଇଯିବ ନା, ଅଶାନ୍ତି ହେଇଯିବ ନା। କହିଲେ ତୁମେ କ'ଣ ଆମକୁ ତାକୁ ସମର୍ପଣ କରିନା, ଦେଇନା? ଗୋଟେ ବଡ଼ ଜିନିଷ ଷ୍ଟ୍ରୋକ୍ ମୋତେ ହେଲା। ଏ କଥାଟା ଯେତେବେଳେ ଭାବିନେଲି, ସେତେବେଳକୁ ତ ବହୁତ ଚତୁରତା ତାଙ୍କ ସହିତ, କେତେ ଆଲୋଚନା, କେତେ ମିଶିବା, ଏଇ ଭିତରେ ଷ୍ଟ୍ରୋକ୍ ହେଲା କ'ଣ, ପ୍ରକୃତ ମୋତେ ସମର୍ପଣ ଭାବଟା ସେ କହୁଛନ୍ତି। ମୁଁ ମୋ ଘରର ଇଏକୁ ଏପର୍ଯ୍ୟନ୍ତ ମୁଁ ସ୍ୱତନ୍ତ୍ରତା ଭିତରେ ରଖିଛି, ମୁଁ ମୋ ଘରଟାକୁ ସ୍ୱତନ୍ତ୍ରତା ଭିତରେ ରଖିଛି। ମୁଁ ଏପର୍ଯ୍ୟନ୍ତ ସାଗରର ଜଳରେ ତଲ୍ଲୀନ ହୋଇପାରିନି। ବୁଝିଲେ? ଶୁଣ, ସେଇଠୁ କ'ଣ କଲି, ତାକୁ ଭାବି ନେଲି। ଏଇଠି ଗୋଟେ ବଡ଼ ଶିକ୍ଷା ମୁଁ ମଧ୍ୟ ଆଜି ପାଇଛି। ସେଦିନର କଥାରେ ଷ୍ଟ୍ରୋକ୍ ଖାଇଛି, ଆଉ ଆଜିର ବି ସେଇ ଭଳିଆ ପ୍ରଶ୍ନଟିଏ କରିଦେଇଛନ୍ତି ବିଚ ଭାଇ। ଆମେ ରହିବା, ରିକ୍ୱାରମେଣ୍ଟ ରହିବ, କିନ୍ତୁ ଆମେ ଭାବି ନେବା ଯେତେବେଳେ ଏ ଘର ସଂସାର ଭିତରେ ଯାହା ଅଛି ତାଙ୍କର, ମୁଁ ତାଙ୍କର, ଏବଂ ଏ ସମସ୍ତ ପିଲାମାନେ, ସ୍ତ୍ରୀ, ମୋ ପରିବାର ତାଙ୍କର। ବୁଝିଲ? ସ୍ୱତନ୍ତ୍ରତା ଭିତରେ ଇଏ ବି ତତ୍ତ୍ୱ। ସ୍ୱତନ୍ତ୍ରତା ଭିତରେ ସମସ୍ତେ ଆସିଛିନି ଭାଇ। ସ୍ୱତନ୍ତ୍ରତା ଭିତରେ ସ୍ତ୍ରୀ ବି ଆସିଛି, ପୁଅ ବି ଆସିଛି, ଝିଅ ବି ଆସିଛି, ମୁଁ ବି ଆସିଛି। ଆମେ ଯୋଡ଼ି ହେଇଛେ, ଯୋଡ଼ି ହେଇ ଗୋଟେ ପରିବାର। କେହି କାହାକୁ ଦେଖିଲେ କିନ୍ତୁ ଯୋଡ଼ି ନୁହନ୍ତି, ଇଏ କ୍ଷଣିକ। କିଏ କେଉଁଠି ଯାଇ ପଡ଼ିଥିବା, ସିଏ ଦେହ ଚାଲିଗଲା ପରେ ଆଉ ସ୍ତ୍ରୀ ପାଖରେ ନଥିବ, କି ଝିଅ ପାଖରେ ନଥିବ, କି ପୁଅ ପାଖରେ ନଥିବ, ଆମେ ଯାଇ କେଉଁଠି ଥିବା। ସ୍ୱତନ୍ତ୍ରତା ଭିତରେ ଆସିଛେ ନା ସମସ୍ତେ, ଯୋଡ଼ି ହେଇଛେ, ଯୋଡ଼ି ହେଇ ପରିବାର ହେଇଛେ। ତେଣୁ ଯେତେବେଳେ ଏ ପରିବାରଟି ପ୍ରଭୁପାଦ ଗୁରୁସ୍ୱାମୀଙ୍କର ଏବଂ ସମସ୍ତେ ସ୍ୱତନ୍ତ୍ରତା ହେଇ ଆସିଛେ, ସ୍ୱତନ୍ତ୍ର ସଂସ୍କାର ମଧ୍ୟ ନେଇକରି ଆସିଛେ। ତେଣୁ ସ୍ୱତନ୍ତ୍ରତା ଭିତରେ ଆମେ ତାଙ୍କୁ ଘର ସଂସାରଟାକୁ ସମର୍ପଣ କରି, ଅର୍ଜିତ ଅର୍ଥକୁ ମଧ୍ୟ ସମର୍ପଣ କରି ଆମେ ଯଦି ବାଟ ଚାଲିବା, ସେଇଠି ହେବ କ'ଣ, ଦୋଷ ଆଉ ଲାଗିବ ନାହିଁ। ସେ କହିଛନ୍ତି କର୍ମବନ୍ଧନରେ ତୁ ପଡ଼ିବୁ ନାହିଁ, ଧନରେ ତୁ ତୋର ସମସ୍ତ ପାର୍ଥିବ ବସ୍ତୁ, ତୋର ବିଷୟ ଜଗତର ବିଷୟ ଯାହା ଅଛି, ତୁ ଆମ ପାଦରେ ସମର୍ପଣ କରି ପଦ କୈବଲ୍ୟକୁ ଆଶାୟୀ ହେଉନୁ। କହିନାହାନ୍ତି ଆଶାୟୀ ହୁଅ। ଯିଏ ଆସିଥିଲେ ସେ ସୃଷ୍ଟିକି ଗୋଟିଏ ବୋଲି ଭାବୁଥିଲେ। ଆଜି ସେ କହିଛନ୍ତି ତୁ ସ୍ୱତନ୍ତ୍ରତା କାହିଁ ମନେ କରୁଛୁ କଳସ ଭିତରେ ରହି, ତ ବ୍ୟାପକତା ମନୋଭାବ ନାହିଁ। ଆମେ ଯଦି ଏ ସୃଷ୍ଟିରେ ଯାହା ଅଛି, ଯଦି ଆମ ପାଖରେ ସୃଷ୍ଟି, ସେ କହିଲେ ଥରେ, କହିଲେ ତୁମ ଐଶ୍ୱର୍ଯ୍ୟରୁ, ପୂର୍ବକଳ୍ପିତରୁ ତୁମ ପାଖରେ କିଛି ଐଶ୍ୱର୍ଯ୍ୟ ବନ୍ଧା ହେଇକିରି ରହିଛି, କିନ୍ତୁ ରହିଲେ ବି ତୁମ
ପୂର୍ବ କଳ୍ପିତ ବା ପ୍ରାରବ୍ଧ ସଂସ୍କାରରୁ ତୁମ ପାଖରେ ବାନ୍ଧି ହେଇ ହାତ ଦ୍ୱାରା ଆସିଛି, ହାତ ଦ୍ୱାରା ବାନ୍ଧି ହେଇକିରି ଅଛି, କିନ୍ତୁ ତାହା ବି ସ୍ରଷ୍ଟାଙ୍କର। ମୁଁ କହିଲି ଆମେ ଏତେ ରକ୍ଷା ପାଇବୁ କେମିତି? ନା ତାକୁ ଯେତେ ଅର୍ଥ ତୁମ ପାଖରେ ତାକୁ ଦାନ ଗୁରୁକ୍ଷେତ୍ରରେ ବା କୌଣସି ସାମାଜିକ ସେବାରେ ଲଗେଇ ଦିଅ। ଲଗେଇ ଦେଲେ ସତ ବିନିଯୋଗ ହୋଇଗଲା, ଗଚ୍ଛିତ ହୋଇଗଲା। ତାକୁ ଯଦି ତୁମେ ନିଜ ପାଖରେ ସାଇତି ରଖି ତୁମ ଅନ୍ତେ ତାକୁ ଆଉ କିଏ ଭୋଗ କଲା, ତୁମର କମିଗଲା। ହବ କ'ଣ ନା ତୁମେ ଯେଉଁ ଆଣିଥିଲ ଆସିଥିଲା ସଂସ୍କାରରୁ ଗଚ୍ଛିତ, ସିଏ ତୁମ କତରୁ ଖସିଗଲା, ଆଉ ତୁମ ପାଖକୁ ଆସିବ ନାହିଁ। ତୁମେ ଦରିଦ୍ର ଅବସ୍ଥାରେ ଫେର ଗତି କରିବ। ତାଙ୍କର ଆନନ୍ଦର ଗୋଟିଏ ଗୋଟିଏ ଆମେ ଗୁଚ୍ଛ, ତାଙ୍କ ଆନନ୍ଦରୁ ଆଜି ଆମେ ସମସ୍ତେ ସୃଷ୍ଟି ହେଇଛେ। ଆମରି ମାଧ୍ୟମରେ ଜଗତର ଆନନ୍ଦକୁ ସିଏ ଅନୁଭବ କରିବା ପାଇଁ ଆଜି ଏକରୁ ଅନେକ ହୋଇଛନ୍ତି। ତେଣୁ ଷଷ୍ଠା ପୁରୁଷ ପ୍ରମାଣ ହେଇଗଲା ନିଜେ ଆଜି ଷଷ୍ଠା ପୁରୁଷ, ଯେ ସମଗ୍ର ସୃଷ୍ଟି ଆମର ଧନ ବିତ୍ତ ସୁତ ସମ୍ପତ୍ତି ସ୍ତ୍ରୀ ପୁଅ ଯାହା ଆଜି ଘର ସଂସାର ଭିତରେ ଅଛି ସବୁ ତାଙ୍କରି। ତାଙ୍କରି ଭିତରେ ଯେତେବେଳେ ଆମେ ଭାବି ନେବା, ସେଠି ଆଉ କର୍ମ ବନ୍ଧନରେ ଆମେ ପଡ଼ିବା ନାହିଁ ବା ସ୍ୱାର୍ଥଗତ ଆମ ଭିତରେ ସୃଷ୍ଟି ହେବ ନା। ସେ କହିଛନ୍ତି ତୁ ଆଉ କର୍ମ ବନ୍ଧନରେ ପଡ଼ିବୁନି ରେ ଧନ, କର୍ମ ବନ୍ଧନ ତୋତେ ଲାଗିବ ନାହିଁ କହିଛନ୍ତି ଏଇଥିରେ। ତେଣୁ ସେଗୁଡ଼ିକ ଉଚ୍ଚତର ଭାବ, ଉଚ୍ଚତର ଭାବ ପାଇଁ ଉଚ୍ଚତର ଭାବ ହେଲେ ସେ ଭାବ ଗୋଟିଏ ବ୍ୟକ୍ତି ପହଞ୍ଚିଥିଲା ଶୀର୍ଷରେ। ଅନୁଭବ ମୁଁ କରିଛି ମୋରି ପାଖରେ ମୋର ବଡ଼ ଭାଇ ନୀର ଭାଇ, ସେଇ ଭାବରେ ସେ ପହଞ୍ଚିଥିଲା। କହିଲା ଏ ଛୁଆଗୁଡ଼ା ବି ମୋର ନୁହନ୍ତି। ଏମିତି ମୋର 3ଟା ଝିଅ, କହିଲା ଇଏ ସବୁ ମୋର ନୁହନ୍ତି, ଆପଣଙ୍କର। ଏ ସ୍ତ୍ରୀ ବି ଆପଣଙ୍କର, ମୋର ନୁହେଁ। ସେ ଏଭଳି ଭାବଟା ନେଲା। ଠାକୁର ଗ୍ରହଣ କରିବା ପାଇଁ ସବୁଗୁଡ଼ିକ ଭାବ ତାଠୁ ଡରିଲେ। ସତ କଥା ମୁଁ ଅନୁଭବ କରିଛି। ନୀର ଏମିତି କରୁଛି, ଏ ଯେଉଁ ସଂସାର ଆମକୁ କ'ଣ କହିବ, ସଂସାର ଆମକୁ ତ ସମାଲୋଚନା କରିବେ, ପରିବାରଟା ତମର ନଷ୍ଟ ହୋଇଯିବ, ବୁଝିଲେ। ସେଇ ବାଟକୁ ବି ଯାଇଛି, ଖିନଭିନ ହେଇଛି, କିନ୍ତୁ ସେ ଭାବରେ ଅଟଳ ରହିଲେ। ସେଇ ଭାବରେ ଟଙ୍କା ପଇସା ମୋର ଯାହା ଅଛି ସବୁ ତ ଆପଣଙ୍କର, ତମର। ଏମିତି ଭାବଟା ଆଉ ଭାବଟା ଦେଇକିରି ସିଏ କ'ଣ ପାଇଛି ଠାକୁରଙ୍କ ଠାରୁ, ତାକୁ ବି ମର୍ମେ ମର୍ମେ ଅନୁଭବ କରିଛି। ଠାକୁର କହିଲେ ତାର ସମସ୍ତ କଥାକୁ ଯେତେବେଳେ ଦେହାନ୍ତ ହୋଇଗଲା, କହିଲେ ତାଙ୍କର ତାର ସମସ୍ତ କଥାକୁ ଆମେ ସମ୍ମାନ ଦେବୁ, ନୀରର ସମସ୍ତ କଥାକୁ। ଏମିତି ଦିନେ କହିଲେ। ମୁଁ କହିଲି ସେ କେଉଁଠି ଅଛନ୍ତି? ନା ସେ କ'ଣ ଛାଡ଼ିକିରି ଆମକୁ ଯିବ? ସେ ବା ଏଇଠି ଅଛି ପାଖରେ, ସବୁବେଳେ ପାଖରେ ରହୁଛି, ବୁଝିଲେ। ଦେଖନ୍ତୁ ନିଷ୍ଠାଟା କେମିତିଆ, ଠାକୁରଙ୍କ ଉପରେ ନିଷ୍ଠାଟା କେତେ ହେଲେ ଆମେ ତାଙ୍କୁ ଧରିବା। କେମିତି ଧରିବା? କେମିତି ଧରିବା? କେମିତି ଆମ ଭିତରେ ଏ ଭାବନା ଶକ୍ତି ଆସିବା ପାଇଁ କ'ଣ ଦରକାର? ସେ କହିଛନ୍ତି ଆଜି ମୁଁ ତତେ ଦେଇଛି। ସବୁବେଳେ କହିଛନ୍ତି ଯେ ମୁଁ ତତେ ଦେଇଛି, ଆଜି ବି କହିଛନ୍ତି ମୁଁ ତତେ ଦେଇଛି। ବ୍ୟାପକତା ଭାବ ମନ ଗ୍ରହଣ କରିବା ପାଇଁ ମୁଁ ତତେ ଦେଇ ସାରିଛି। ଆଜି ବି କହିଛନ୍ତି ଏ ଯେଉଁ ବ୍ୟାପକତା ଭାବ ଗ୍ରହଣ କରିବା ପାଇଁ ମୁଁ ତତେ ଦେଇ ସାରିଛିନି। କ'ଣ ଦେଇଛିନି? ସେ ଆମକୁ କ'ଣ ଦେଇଛିନି? ଠାକୁର ବସିଛନ୍ତି। ଜଣେ ସୁନାମ ଧନ୍ୟ ଗାହାଣ ସେଦିନ ଆସିଥିଲେ। ଗାହାଣ ଆସିକିରି ସେ ବହୁ ବସ୍ତ ଆଲୋଚନା କଲେ। ଆଲୋଚନା କରିକିରି ସେ ଏହି ତ୍ରିଗୁଣ ଭେଦ ଉପରେ ଯେଉଁ ତାଙ୍କର ଅଛି ସେ ଟିକେ ଠାକୁରଙ୍କ ସହିତ ଆଲୋଚନା କଲେ। ଆଲୋଚନା କଲେ ଠାକୁର ତାଙ୍କୁ ଆଲୋଚନା କରିବାକୁ ଛାଡ଼ିଦେଲେ। ଠାକୁର ମହାଖେଳୁଆ, ଯେତେବେଳେ ଛାଡ଼ିଦେଲେ ଦେଖିଲେ ତା ଭିତରେ କ'ଣ ଅଛି ବାହାର କରିଦେଲେ। ବାହାର କରିଦେଲେ ତାର ଭୁଲ ହେଇଗଲା। ପ୍ରକୃତ ତାର ସବୁ ସେ ଯେଉଁ ଆଲୋଚନା କରିବା କଥା ଭୁଲ ହେଇଗଲା। ତେଣୁ ପ୍ରଭୁପାଦ ଗୁରୁସ୍ୱାମୀଙ୍କ ତାର ଉପରେ ପ୍ରଶ୍ନ, ତା ଆଗରୁ ଏକ ପ୍ରଶ୍ନ ହେଇଥିଲା। ଆମେ ଆହ୍ୱାନ ଦେଉଛୁ ଯେ ସାଷ୍ଟାଙ୍ଗ ପ୍ରଣାମ ହେଉଛି ଅଷ୍ଟାଙ୍ଗ ଯୋଗ।
ତେଣୁ ଅଷ୍ଟାଙ୍ଗ ଯୋଗର ସୂତ୍ର ଏ ସାଷ୍ଟାଙ୍ଗ ପ୍ରଣାମରେ କେମିତି ସାଧନ ହେଉଛି? ଆପଣ କହିଲେ ସାଷ୍ଟାଙ୍ଗ ପ୍ରଣାମ ସୂତ୍ର ସାଧନ, ହେବୁରେ ଚେତନ ଆସିବ ଜ୍ଞାନ। ଆମେ ତ ସାଷ୍ଟାଙ୍ଗ ପ୍ରଣାମ ହେଉଛୁ, କିନ୍ତୁ ହେଉଛି କ'ଣ? ସୂତ୍ର କାହିଁ ସାଧନ ହେଉନି? ଏଇ ସେ ଯେଉଁ ମୂଳ କଥାର ଆମେ କେତେଦିନ ଏମିତି କହି ଚାଲିବୁ, ତାରି ଆଲୋଚନାର ଏକ କେନା ମାରିଥିଲା ଏ କଥାଟିକି। ତେଣୁ ପ୍ରଭୁପାଦ ଗୁରୁସ୍ୱାମୀ ସେଦିନ କହିଲେ, ଆମେ ପ୍ରଥମକୁ ଗଲେ କହିଲେ ଦେହଟି ତ୍ରିଗୁଣରେ ବନ୍ଧା। ତ୍ରିଗୁଣରେ ତମ ଆମ ସମସ୍ତଙ୍କର, କାହିଁକି ଆମେ ତାଙ୍କୁ ଆମେ କ'ଣ ଚାହୁଁନେ? ତାଙ୍କୁ କ'ଣ ଭାବ ଭିତରେ ଧରିନେ? କିନ୍ତୁ ସମର୍ପଣ ଯେତିକି ଆମେ ସମର୍ପିତ ଭାବ ନେବା କଥା ସବୁଗୁଡ଼ିକ ତାଙ୍କର। ଏ ପରିବାରରେ ଦା ଅଛି, ଧାନ ଚାଉଳ ପଇସା ରୋଜଗାର, ମୋର ଚାକିରି ସବୁ ତାଙ୍କର, ତାଙ୍କରି ସୃଷ୍ଟିରୁ ଆସୁଛି। ତେଣୁ ମାଲିକ ସିଏ। ଏଇ ଯେଉଁ ଭାବଟା ଆମ ଭିତରେ କାହିଁକି ସୃଷ୍ଟି ହେଇପାରୁନି? କାହିଁକି ସମର୍ପିତ ଭାବଟା ଆମ ଭିତରେ ସୃଷ୍ଟି ହେଇପାରୁନି? ସେ କଥାର ଆଲୋଚନାରେ ଆଚ୍ଛା ସାଷ୍ଟାଙ୍ଗ ପ୍ରଣାମ ସମସ୍ତେ ଆଜି ସମସ୍ତେ ଆମେ ଆଲୋଚନା ପ୍ରବଚନ ମାନେ ବି ଆଲୋଚନା କରୁଛନ୍ତି ସାଷ୍ଟାଙ୍ଗ ପ୍ରଣାମ। ସାଷ୍ଟାଙ୍ଗ ପ୍ରଣାମରେ କେମିତି ଅଷ୍ଟାଙ୍ଗ ଯୋଗକୁ ଟଚ୍ କରୁଛି ସାଷ୍ଟାଙ୍ଗ ପ୍ରଣାମ। ତେଣୁ ସେଇ କଥାର ଆଲୋଚନାଟି ହେଇଥିଲା ସେଦିନ। ସେ ଗାହାଣ ଜଣେ ଉଠିଗଲା ପରେ ପ୍ରଭୁପାଦ ଗୁରୁସ୍ୱାମୀ ଆଲୋଚନା କରିଦେଲେ, କହିଲେ ସେ ଯେଉଁ କଥା ଗୁଡ଼ିକ ସବୁ କହିଲେନି ତୁମେ ତାକୁ ଟିପିଲ, ଏମିତି କହିଲେ ମୋତେ, ତୁମ ଡାଏରୀରେ ସବୁ ଟିପିଲ। ମୁଁ ସେଇଠି ସେ କଥା ଗୁଡ଼ିକ ଡାଏରୀରେ ଟିପିଲି। ଯେଉଁ ତ୍ରିଗୁଣ ଭେଦ ଆମେ ଲେଖିଥିଲେ ମାନେ ଟିପିଲି। କହିଲେ ଏଇ ଯେଉଁ କଥାଟି ସିଏ ଆଲୋଚନା କଲେନି, ସେ ତ ଶେଷକୁ ଶୀର୍ଷକୁ ଯାଇପାରିଲେ ନାହିଁ। ତାକୁ ତୁମେ ଧୀରେ ଧୀରେ ଗୋଟିଏ ପର୍ଯ୍ୟାୟରେ ମୋ ସହିତ ଆଲୋଚନା କର ଏବଂ ତାକୁ ଏ ଶରୀର ଭିତରେ କେମିତି ସେ କ୍ରିୟାଶୀଳ ହେଉଛି ଜୀବତତ୍ତ୍ୱରେ ତାକୁ ମଧ୍ୟ ସମୀକ୍ଷା କର। ତାଙ୍କ ବସିବା ଅବସ୍ଥାରେ ପ୍ରଭୁଙ୍କର ମୁଁ ବହୁବାର ଆଶ୍ରମର ଗୋଟେ କ୍ଲାସ୍ ସେତେବେଳେ ହେଉଥିଲା, ଆଶ୍ରମବାସୀଙ୍କୁ ନେଇକରି ଏ ତ୍ରିଗୁଣ ଭେଦ ଟିକେ ବହୁତ ଆଲୋଚନା କରିଦେଇଛି ମଧ୍ୟ ସେତେବେଳେ। ତେଣୁ ସେଇ ତ୍ରିଗୁଣ ଭେଦରେ ଯେଉଁ ତ୍ରିଗୁଣ ଭେଦଟି ଆମ ଭିତରେ ଅଛି, ଅଷ୍ଟାଙ୍ଗ ଯୋଗ ଯେତେବେଳେ ଆମେ କରିକି ଯାଉଛେ, ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧ୍ୟାନ ଧାରଣା ସମାଧି, ଏ ଯେଉଁ ଅଷ୍ଟାଙ୍ଗ ଯୋଗ ସମାଧି ସ୍ତରରେ ପହଞ୍ଚିଲେ ଯାହା ହେଉଛି, ଯେଉଁ ଅବସ୍ଥାରେ ଆମେ ପହଞ୍ଚିବା ଅଷ୍ଟାଙ୍ଗ ଯୋଗ ସିଦ୍ଧ ହେବା ପାଇଁ ଗୋଟିଏ ପ୍ରଣାମ ଆମକୁ ସେଇଠି ପହଞ୍ଚେଇ ଦେଉଛି। ଗୋଟିଏ ପ୍ରଣାମ, ବୁଝିଲେ? ଏ ସାଷ୍ଟାଙ୍ଗ ପ୍ରଣାମର ଅଷ୍ଟାଙ୍ଗ ଯୋଗ ସିଦ୍ଧ ହେବା ପାଇଁ ଯାହା ଆବଶ୍ୟକ, ଅଷ୍ଟାଙ୍ଗ ଯୋଗ ସିଦ୍ଧ କେତେବେଳେ ହେବା? ଯେତେବେଳେ ସମାଧି ସ୍ତରରେ ଦେହାତୀତ ଭାବର ଊର୍ଦ୍ଧ୍ୱକୁ ଚାଲିଯିବା। ଦେହ କହିଲେ କିଏ? ଦେହଟି ପରିଚାଳନା ହେଉଛି ବିଜେନ୍ଦ୍ରିୟ ସତେନ୍ଦ୍ରିୟ ଦୁଇଟି କୋଷ। ଯେତେବେଳେ ଆମେ ସମାଧି ସ୍ତରକୁ ଯିବା, କେତେବେଳେ ନା ଯେତେବେଳେ ମନ୍ତ୍ର ଆମ ଭିତରେ ଜୀବନ୍ତ ହୋଇଯିବ। ବୀଜ ମନ୍ତ୍ରଟା ଯେତେବେଳେ ଜୀବନ ପାଇଯିବ, ଆପେ ଚାଲିବ, ଆମକୁ ଆଉ ଭଜିବା ଦରକାର ନାହିଁ, ସେଇଟା ହେଉଛି ସମାଧି ସ୍ତର, ଗୋଟା ମୁକ୍ତି ସ୍ତର, ଯାହାକୁ ମୁକ୍ତି କହନ୍ତି। ସେଇ ସମାଧି ସ୍ତରରେ ଆମେ ପହଞ୍ଚିଯିବା ଇଏ ଅଷ୍ଟାଙ୍ଗ ଯୋଗରେ। ତେଣୁ ସମାଧି ସ୍ତରକୁ ଯିବା ପାଇଁ ସତେନ୍ଦ୍ରିୟ ଯେତେବେଳେ ଭିତରେ ଜାଗ୍ରତ ହେବ, ବିଜେନ୍ଦ୍ରିୟ ଦୁର୍ବଳ ହେଇକିରି ଯେତେବେଳେ ସତେନ୍ଦ୍ରିୟ ଜାଗ୍ରତ ହେବ, ସେଇଗୁଡ଼ିକ ହେଉଛି ଅଷ୍ଟାଙ୍ଗ ଯୋଗର ଶେଷ ପାହାଚ ସମାଧି। ଯେ ଯେଉଁ ମୁକ୍ତି ମୋକ୍ଷ ନିର୍ବାଣ ଚରମ କାହାର ହେବ? ଇଏ ଗୋଟେ କନଫରେନ୍ସ ବର୍ତ୍ତମାନ ଚାଲିଛି। ରମେଶ ସାର୍, ଜୟାନନ୍ଦ ତ୍ରିପାଠୀ, ରତ୍ନାକର ଶ୍ୟାମଲାମ ରତ୍ନାକର ଭାଇ, ପୁରୀ ମାଧବ ଭାଇ, କେନ୍ଦୁଝର ବେହେରା ଭାଇ, ଜଣେ ଓକିଲ, ଏମିତିକରି ତାଙ୍କ ଭିତରେ ଗୋଟେ ଉଚ୍ଚ ମହଲରେ ଗୋଟେ କନଫରେନ୍ସ ଚାଲିଛି। ତାଙ୍କ ଭିତରେ କଥାଟା ସମାଧାନ ନ ହେବାରୁ ସିଏ ମୋତେ ପ୍ରଶ୍ନଟିଏ କରିଥିଲେ ଆଜିକି 15 ଦିନ ତଳେ। ଆଲୋଚନା ବି 5-6 ଦିନ ସେ ବିଷୟରେ ହେଇଛି। ଏବେ ମୁଁ ଆଉ ସମୟ ଦେଇପାରୁନି ଟିକେ, ତଥାପି ସେମାନେ ଫୋନ୍ କରୁଛନ୍ତି। ତେଣୁ ଯେ ଏଇ ଯେଉଁ ମୁକ୍ତି ମୁଖ୍ୟ ନିର୍ବାଣ ଚରମ, ଇଏ କିଏ ପାଉଛି, କାହାର ହେଉଛି? ସେଇ ଉକ୍ତିରେ ମୁକ୍ତି ମୋକ୍ଷ ନିର୍ବାଣ ଚରମ, ଯେଉଁ ପ୍ରଭୁପାଦ ଗୁରୁସ୍ୱାମୀ ଆମର ଲକ୍ଷ୍ୟ ଚରମ ପ୍ରାପ୍ତି, ସେ କାହାକୁ ଚରମରେ ପହଞ୍ଚେଇବେ? କାହାକୁ ମୁକ୍ତି ମୋକ୍ଷ ନିର୍ବାଣ କିଏ ପହଞ୍ଚିବ? ଜୀବତତ୍ତ୍ୱରେ
ଯୁଗ ଅନୁସାରେ ନିର୍ବାଣ ପର୍ଯ୍ୟନ୍ତ ସମସ୍ତେ ଯାଇଛନ୍ତି, ଯେଉଁ କଥା ଆପଣ କହୁଛନ୍ତି, କିନ୍ତୁ ଚରମ ପର୍ଯ୍ୟନ୍ତ କେହି ଯାଇନାହାନ୍ତି। କାହିଁକିନା ଚରମ ପର୍ଯ୍ୟନ୍ତ ଯିବା ପାଇଁ ରାମକୃଷ୍ଣ ହରି ବି ଚରମ ପ୍ରାପ୍ତି ହେଇପାରି ନାହାନ୍ତି ଏପର୍ଯ୍ୟନ୍ତ। ମୁଁ କହିବି କାହିଁକି ଜାଣିଛନ୍ତି? ସେ ଆଲୋଚନା କଲେ ଜାଣିବେ। ଯେଉଁମାନେ ରାମକୃଷ୍ଣ ହରି, ଯେଉଁମାନେ ଅବତାରୀ ସଦଗୁରୁ ଜଗତଗୁରୁ ଗୁରୁଅଙ୍ଗ ଆସିଲେ, ତାଙ୍କର ଶିଷ୍ୟ ଆନୁଗତ୍ୟ ନିଜେ ମଧ୍ୟ ଏପର୍ଯ୍ୟନ୍ତ ଚରମ ପ୍ରାପ୍ତି ହେଇପାରି ନାହାନ୍ତି। ଏହି ସମୟରେ ସମସ୍ତେ ଚରମ ପ୍ରାପ୍ତି ହେବେ। ଏବେ ଚରମ ଆସିଥିଲେ ଚରମ ପ୍ରାପ୍ତି ସମସ୍ତଙ୍କର ହବ। ଚାରି ଯୁଗର ଭକ୍ତମାନେ ବି ଚରମ ପ୍ରାପ୍ତି ହେବେ। କେହି ଚରମ ପ୍ରାପ୍ତି ଏପର୍ଯ୍ୟନ୍ତ ହେଇନାହାନ୍ତି। ତାର ସେ ଯେଉଁ କହୁନାହାନ୍ତି ଅଲଗା, ସିଏ ମୁକ୍ତି ମୋକ୍ଷ ନିର୍ବାଣ, ଏଇଟା ସାଧନା ପଥର ପର୍ଯ୍ୟାୟ। ଚରମ ପ୍ରାପ୍ତିଟା ହେଉଛି ସ୍ୱତନ୍ତ୍ର। ବୁଝିଲେ? এই যে মুক্তি মোক্ষ নির্বাণ সাধনা পথর পর্যায়, চরম প্রাপ্তির পর্যায় নুহে। কেবল তুমি আমি যে অষ্টাঙ্গ যোগ করিকি যা, প্রথম মুক্তি, তাপরে মোক্ষ, তাপরে নির্বাণ। সত্য যুগরে নির্বাণ, ত্রেতয়া যুগটি হেলা মুক্তি, নাই সত্য যুগটি হ্যাঁ নির্বাণ, ত্রেতয়া যুগটি হেলা মুক্তি, দ্বাপর যুগটি হেলা মোক্ষ। বুঝিলে? ତିନି ପର୍ଯ୍ୟାୟରେ ତିନୋଟି ଯୁଗର ଅନୁଶାସନ ବି ଗତାନୁଗତ ଚାଲିଛି। ତେଣୁ ଇଏ ଗୋଟେ ସାଧନାର ପର୍ଯ୍ୟାୟ। କିନ୍ତୁ ଏ ଯେଉଁ ଆମର ଲକ୍ଷ୍ୟ ଚରମ ପ୍ରାପ୍ତି, ସେଇ ଲାଇନ୍, କିନ୍ତୁ ଇଏ ସ୍ୱତନ୍ତ୍ରତା। ଇଏ ନିଜେ ଚରମ ଆସିଛନ୍ତି, ନିଜେ ଚରମ। ମୁଁ କହିଲି ଆମେ କେମିତି ଚରମ ବୁଝିବୁ? ନା ସୃଷ୍ଟିଟା ନିଜେ ତ ଚରମ, ପତ୍ରିକା ଚରମ, ଲେଖା ତାଙ୍କର ଚରମ, ଆମେ ବି ଚରମ, ସୃଷ୍ଟି ବି ଚରମ, ସମସ୍ତେ ଚରମ। ବର୍ତ୍ତମାନ ଚରମ ମୁହୂର୍ତ୍ତ। ତେଣୁ କହିଲେ ସେ ବୁଝେଇ ଦେଲେ ଛୋଟିଆ କଥାରେ। ମୁଁ କହିଲି ଚରମ ପ୍ରାପ୍ତି ଯେଉଁ ଆମେ ହବୁ, କେମିତି ଚରମ ଜିନିଷଟାକୁ ଆମେ ବୁଝିବୁ? ନା ତୁମେ ବୁଝିନିଅ। ଗୋଟେ ଛୋଟିଆ କଥାରେ କହିଲେ ବୁଝିନିଅ, ଏ ସୃଷ୍ଟିଟି ଗୋଟେ ଟ୍ରେନ୍, ବଡ଼ ଟ୍ରେନ୍ଟା। ସେ ଟ୍ରେନ୍ ନା ହେଉଛି ଚରମ। ଚରମ ରୂପକ ଟ୍ରେନ୍ ବର୍ତ୍ତମାନ ସୃଷ୍ଟିକି ଆସିଛି। ଚରମ ରୂପକ ଟ୍ରେନ୍ଟି ସୃଷ୍ଟିକି ଆସି, ଏ ସୃଷ୍ଟି ରୂପକ ଯେଉଁ ଚରମ ଟ୍ରେନ୍ଟି ବର୍ତ୍ତମାନ ଚରମ ଅଭିମୁଖେ ଯାଉଛି, ଚରମକୁ ଗତି କରୁଛି, ଚରମରେ ପହଞ୍ଚିବ। ଆସିଛି ଚରମରୁ ପହଞ୍ଚିବ। ମୁଁ କହିଲି ତାହେଲେ ଆମେ ତ ଇଏ ବଢ଼ିଆ କଥା, ସମସ୍ତେ ତାହେଲେ ସୃଷ୍ଟିଟାଙ୍କ ଯେତେ ଭାଇ ଆଜି ବିଶ୍ୱଭାତୃତ୍ୱ ସମସ୍ତେ ବସିଛିନି, ସୃଷ୍ଟିଯାଙ୍କ ମଣିଷ ସମସ୍ତେ ସେ ଚରମ ରୂପକ ଟ୍ରେନ୍ରେ ନା ସମସ୍ତେ ବସିଛିନି। ମୁଁ କହିଲି ତାହେଲେ ଆଜି ତ ଆଉ ଆମର କର୍ମଯୋଗ, ଆମେ ବନ୍ଧନମୁକ୍ତ ହେଇଗଲୁ, ଆଉ କର୍ମଯୋଗ ଆମର ଦରକାର ନାହିଁ। ପ୍ରଭୁପାଦ ଗୁରୁସ୍ୱାମୀ ଲେଖିଛନ୍ତି ଜନନୀ ଜଠର ଜରାୟୁରେ ସେଦିନର ଆଲୋଚନାକୁ, ଯେ ଜଣେ କଲିକତା ଯିବ, ଯଦି ନିଦ୍ରିଷ୍ଟ ଅବସ୍ଥାରେ ଯିବ ଅଚେତନରେ ଶୋଇପଡ଼ିବ, ତାହେଲେ ସିଏ ବାଟଟା ଆଉ ଜାଣିବନି ଚରମକୁ। ଚରମକୁ ମୁଁ ଯେଉଁ ଆସିଲି, କଲିକତାକୁ ଆସିଲି, କେଉଁ ବାଟ ଦେଇ ଆସିଲି, କେଉଁ ଷ୍ଟେସନ ଦେଇ, ସିଏ ଅଚେତନରେ ଯିବ। ଆଉ ଦିନେ ଆସିଲେ ତାର ବାଟ ନଥିବ। ଜଣେ ଯଦି ଚେତନ ଅବସ୍ଥାରେ ଯିବ କଲିକତା, ଚେଇଁକିରି ବାଟ ସାରା ଜାଣିକା ଯିବ। ବୁଝେଇ ଦେଲେ ଅତି ସରଳ ଭାବରେ। କର୍ମଯୋଗ କାହିଁକି କରିବା? କର୍ମଯୋଗ ନ କଲେ କ'ଣ ହବ? ବୁଝେଇ ଦେଲେ ସେଦିନ। ଅଚେତନ ଅବସ୍ଥାରେ ତୁମେ ଯିବ। ତେଣୁ କର୍ମଯୋଗଟା ହିଁ ଆମକୁ ଚେତନ ଅବସ୍ଥାରେ, ସିଏ ଆସିଥିଲେ ଚରମ ଚୈତନ୍ୟ ମହାଯଜ୍ଞ କାହିଁକି କଲେ? ଆମକୁ ଚେତନା ପ୍ରାପ୍ତି କରିବା ପାଇଁ। ଚରମ ଚୈତନ୍ୟ ସୃଷ୍ଟିକି ଚେତନା ପ୍ରାପ୍ତି କରିବା ପାଇଁ ସେ ସାରି ଦେଇଛନ୍ତି କାମ, ଚେତନ କରିଦେଇଛନ୍ତି ଅଲରେଡ଼ି। ତେଣୁ ଚେତନ ପୁରୁଷ ଆଜି ଆସିଛି ପୁରୁଷ ଦେବାକୁ ଚେତା, ତାଙ୍କ ପଦ୍ମ ପାଦେ ଲଗା ତୁ ମଥା। ଆଜି ପୁରୁଷ ଆସିଥିଲେ ଆମକୁ ଚେତା ଦେବା ପାଇଁ। ଚରମ ଚୈତନ୍ୟ ମହାଯଜ୍ଞ ମାଧ୍ୟମରେ ସେ ଆମକୁ ଚେତା ଦେଇଦେଲେ। ତେଣୁ ସେ କ'ଣ କଲେ? ସେଦିନର ଆଲୋଚନାରେ ଯେଉଁ ଭାଇ ଆଜି କହିଛନ୍ତି, ଆଲୋଚନାରେ ପଚାରିଛନ୍ତି, ବିଜେନ୍ଦ୍ରିୟ ସତେନ୍ଦ୍ରିୟ ଯେତେବେଳେ ଯିବ, ସେ କଥା ତ ଚାଲିଗଲେ। ଆଉ ଆଜି ଆମେ ଆଉ ନିର୍ଦ୍ଦିଷ୍ଟ ଆଲୋଚନାକୁ ଯିବାକୁ ବସିଥିଲି। ହଁ, ସେ ତେଣୁ ଯେତେବେଳେ ସୃଷ୍ଟି ତିଆରି ହେବ, ଏକରୁ ଅନେକ ହେବା ପାଇଁ ସେ ଚିନ୍ତା କଲେ। ଗୁରୁ ଅବ୍ୟକ୍ତରେ
ଅବ୍ୟକ୍ତ ପୁରୁଷ ଆଉ ଅବ୍ୟକ୍ତରେ ମାତ୍ର ଏ ନରତନୁ ଅଛି। ଆଉ ନରତନୁ କୋଉଠି ନାହିଁ। ଗୁରୁଙ୍କର ଯେଉଁ ଅଂଶ ନେଇ ଆମେ ଆଜି ସମସ୍ତେ ଆସିଛେ ନରତନୁ ଧାରଣ କରିଛେ, ଚିନ୍ତା କଲେ ସେତେବେଳେ କ'ଣ ହେଲା ନା ଏକରୁ ଅନେକ ହେବା ପାଇଁ ସିଏ ତାଙ୍କର ସ୍ୱରୂପଟି ଚୈତନ୍ୟ ହେଲା। ଟିକେ ଉପରୁ ଗୋଡ଼େଇ ଆଣିଲେ ଭାଇଙ୍କ ପ୍ରଶ୍ନରେ ପହଞ୍ଚିଯିବା। ଚୈତନ୍ୟ ସ୍ୱରୂପ ନେଲେ, ଚୈତନ୍ୟ ସ୍ୱରୂପ ସର୍ବବ୍ୟାପକ ହୋଇଗଲେ। ଅନେକ ସମସ୍ତଙ୍କ ଭିତରେ ଚୈତନ୍ୟ ସ୍ୱରୂପ ସେ ଜୀବ ଭିତରେ ଥାଇ ଚେତନା କେନ୍ଦ୍ରରେ ରହି ଲୀଳା କରୁଛଇ। ତାର ଆଲୋଚନା ବି ବ୍ୟାପକ କରିଛନ୍ତି ଚୈତନ୍ୟ ଚଳଣି। ତେଣୁ ଡାଇଗ୍ରାମ ବି କାଟିଚିନି ନିଜେ ମୋ ଡାଇରୀରେ ସେ ସୃଷ୍ଟି ଚକ୍ରର। ତେଣୁ ସେ ହେଲା ପରେ ଅନାଦି ତାଙ୍କର ଦୁଇ ପାଦ, ଦୁଇ ପାଦରୁ ଗୋଟିଏ ପାଦରେ ସୃଷ୍ଟି ହେଲେ ପ୍ରକୃତି ମଣ୍ଡଳ, ଗୋଲକ ମଣ୍ଡଳ, ନିତ୍ୟ କୃଷ୍ଣ ମଣ୍ଡଳ, ନିତ୍ୟ ରାଧା ମଣ୍ଡଳ, ନିତ୍ୟ ସୀତାମଣ୍ଡଳ ଏବଂ ଗୁରୁମଣ୍ଡଳ, ଯେଉଁ ସଦଗୁରୁ ଜଗତ ଗୁରୁମାନେ ଆସୁଛନ୍ତି। ବାମ ପାର୍ଶ୍ୱଟି ପ୍ରକୃତି ଅଂଶ, ଡାହାଣ ପାର୍ଶ୍ୱଟି ତାଙ୍କର ପୁରୁଷ ଅଂଶରେ ସେ ଗୋଟିଏ ଚୈତନ୍ୟରୁ ଖସିଲେ ଗୋଟିଏ ବିନ୍ଦୁ। ସେ ବିନ୍ଦୁଟି ହେଉଛନ୍ତି ଆତ୍ମା, ବିନ୍ଦୁ ଆତ୍ମା। ସେ ବିନ୍ଦୁ ଭିତରେ ଖସିଲେ ଆତ୍ମା। ସେ ଆତ୍ମା ତିନି ଭାଗରେ ବିଭକ୍ତ ହୋଇଗଲେ। ସେ ହେଇଗଲେ କ'ଣ? ସତ ଚିତି ଆନନ୍ଦ ବା ଅନାଦି ପୁରୁଷ। ପୁରୁଷ ସେ ଅନାଦି ପୁରୁଷ ଯେଉଁ ସତ ଚିତି ଆନନ୍ଦ ହୋଇଗଲେ ତିନି ଭାଗ ହୋଇଗଲେ। ତିନି ଭାଗ ହୋଇଗଲା ପରେ ସତ ଅଂଶରେ ସେ ଚୈତନ୍ୟ ସ୍ୱରୂପ ଜୀବତତ୍ଵ ପାଇଁ ଆମ ଭିତରେ ଆସିଲେ। ସେଇ ଅନାଦି ବ୍ରହ୍ମଙ୍କ ଅଂଶରେ ମାଧ୍ୟମରେ ସତ୍ ଚିତ୍ ଆନନ୍ଦ ମାଧ୍ୟମରେ ସେ ସତ୍ ଅଂଶରେ ଆସିଲେ। ଚିତ୍ ଅଂଶରୁ ଚେତନ ଅଂଶ ଆସିଲା। ଚିତ୍ତ ଦେହ, ଚେତନ ଅଚେତନ, ସେଇ ଦେହ ମାଧ୍ୟମରେ ସେଇ ଯେଉଁ ଦେହର ଅଂଶ ଚିତ୍ ଅଂଶରୁ ଆସିଲେ ଅବ୍ୟକ୍ତରୁ ଆସିଲା ଜୀବ। ଜୀବ ସେଇ ଜୀବ ଦୁଇ ଭାଗରେ ବିଭକ୍ତ ହୋଇଗଲେ। ଗୋଟିଏ ସତେନ୍ଦ୍ରିୟ, ଗୋଟିଏ ବିଜେନ୍ଦ୍ରିୟ। ସେ ଜୀବଟି ଆସିଛନ୍ତି ସେ ସତେନ୍ଦ୍ରିୟ ସତ୍ ଭିତରେ, ଚେତନ ଭିତରେ ସତେନ୍ଦ୍ରିୟ, ଅଚେତନ ଭିତରେ ବିଜେନ୍ଦ୍ରିୟ। ସେ କ'ଣ ହେଲା ସେଇଠି ଆପଣଙ୍କ ପ୍ରଶ୍ନକୁ ଯାଉଛି। ତେଣୁ ବିଜେନ୍ଦ୍ରିୟ ସତେନ୍ଦ୍ରିୟ ଗଠନ କଲେ ଚରମରେ ଜନନୀ ଜଠର ଜରାୟୁରେ ଲେଖିଛନ୍ତି। ଯେତେବେଳେ ଜୀବତତ୍ଵଟି ସୃଷ୍ଟି ହେଲା, ପ୍ରଥମ ଆସିଗଲେ ଜୀବ। ସେତେବେଳେ ସେ ଜୀବଙ୍କ ରହିବା ପାଇଁ ଦୁଇଟି ଘର ସେ ତିଆରି ନିର୍ମାଣ କଲେ। ଗୋଟିଏ ସତେନ୍ଦ୍ରିୟ ଗୃହ, ଗୋଟିଏ ବିଜେନ୍ଦ୍ରିୟ ଗୃହ। ଜଡ଼ ଚେତନ ଯେଉଁମାନେ ଆସିଲେ, ଚେତନ ମଧ୍ୟ ଅଚେତନ, ଅଚେତନରେ ସେ ଚେତନ, ସେଇ ଚିତ୍ ଅଂଶରେ ରାମ କୃଷ୍ଣ ହରି ତାଙ୍କର ଚେତନଶୀଳ ସନ୍ତାନ। ସେମାନେ ଚେତନ ଅଂଶରେ ଆସିଲେ। ସତେନ୍ଦ୍ରିୟ ତାଙ୍କ ଭିତରେ ଜାଗ୍ରତ ହେଇକିରି ଆସିଲା। ଆମେ ଯେତେବେଳେ ଆସିଲେ ଆମ ଭିତରେ ଆସିଲେ ଅଚେତନ ବିଜେନ୍ଦ୍ରିୟ। ବିଜେନ୍ଦ୍ରିୟରେ ବଳବତ୍ତର ହେଇକିରି ଆସିଲା ସେ ଯେଉଁ ଜୀବ, ବିଜେନ୍ଦ୍ରିୟ ଜୀବ, ସତେନ୍ଦ୍ରିୟ ଜୀବ। ସିଏ ଆସିକିରି ବିଜେନ୍ଦ୍ରିୟ ଭିତରେ କୋଷ ତିଆରି କରିକିରି ରହିଲେ ଜୀବକୋଷ, ହେଲେ ଜୀବକୋଷ। ସତେନ୍ଦ୍ରିୟ ଭିତରେ ତିଆରି କରିକିରି ସେ ଘର କୋଷ ହେଲେ ସତେନ୍ଦ୍ରିୟ ଜୀବକୋଷ। ଦୁଇ ଭାଗରେ ବିଭକ୍ତ ହୋଇଗଲେ ସେଇ କୋଷ, ବୁଝିଲେ। ତେଣୁ ଏ ସୃଷ୍ଟି ଟିକେ ଗୋଳେଇ ଆଣିଲେ। ଯେତେବେଳେ ସୃଷ୍ଟି ନିର୍ମାଣ ହେଲା, କ୍ରମ ବିକାଶରେ ଆସି ଓଙ୍କାର ମଣ୍ଡଳରେ ସମସ୍ତେ ରହିଗଲେ। ଓଙ୍କାର ମଣ୍ଡଳ ସେ ତ ବହୁତ କଥା, ବ୍ୟାପକ ପାଠ, କ୍ଲାସ୍ ପାଠ ନହେଲେ ଓଙ୍କାର ତତ୍ତ୍ୱକୁ ଆଲୋଚନା କରିହେବନି। ତେଣୁ ସେ ଯେତେବେଳେ ରହିଗଲେ, ତ୍ରିଗୁଣ ସୃଷ୍ଟି ହେଲା। ତ୍ରିଗୁଣରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିଆରି ହେଲେ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ବ୍ରହ୍ମାଙ୍କ ମାଧ୍ୟମରେ ଧର୍ମଗୁରୁ ମାନେ ବୀଜପ୍ରଦ ପିତାମାନେ ଅବ୍ୟକ୍ତରୁ ଆସିଲେ। ଆସିଲେ କେଉଁଠିକି ନା ସେମାନେ ବି ବ୍ରହ୍ମା। ସେମାନେ ଆସିଲେ ତିଆରି କରିବା ପାଇଁ, ସୃଷ୍ଟିକି ତିଆରି କରିଦେଲେ। 27 ନମ୍ବର ବ୍ରହ୍ମା ହେଉଛନ୍ତି ବୈବସ୍ୱତ ମନୁ। ସେ କ'ଣ କଲେ? ଖାଲି ନିଜକୁ ଜାଣିବା କଥା ଆମେ କିଏ। ଦୁଇଟି ଆସିଲା ପରେ ଯେତେବେଳେ ଓଙ୍କାର ମଣ୍ଡଳରୁ ଆସିକରି ବ୍ରହ୍ମା ମାଧ୍ୟମରେ ବ୍ରହ୍ମାମାନେ ଆସିଲେ, ଧର୍ମଗୁରୁମାନେ ବୀଜପ୍ରଦ ପିତାମାନେ, ସେତେବେଳେ ସେମାନଙ୍କ ଭିତରେ 27 ଆସିଛନ୍ତି ବ୍ରହ୍ମା। 27 ନମ୍ବର ବ୍ରହ୍ମା ଶେଷରେ ସୃଷ୍ଟି ତିଆରି ପରେ ଆସିଲେ ବୈବସ୍ୱତ ମନୁ, ଯିଏକି ନର। ସେ ଆସିବାର ଉଦ୍ଦେଶ୍ୟ ଏ ନରତନୁକୁ ଅବ୍ୟକ୍ତରୁ ଆଣିବେ। ଅବ୍ୟକ୍ତରୁ ନରତନୁକୁ ସେ ଆଣିବେ, ପାରିଲେ ନାହିଁ। 27 ଜନମ ତପସ୍ୟା କଲେ ବୈବସ୍ୱତ ମନୁ।
କଲା ପରେ ନରତନୁଠୁ ଆଣିବା ପାଇଁ ଯେତେବେଳେ ସକ୍ଷମ ନହେଲେ ସେ କ'ଣ କଲେ ନା ସମର୍ପିତ ଆଶ୍ରୟ ନେଇଗଲେ। ପ୍ରଭୁ ମୋର ତପଶକ୍ତି ଆପଣଙ୍କୁ ଆଣି ରୂପ ଦେବା ପାଇଁ ଏଠି ଆଉ ମୋର ଶକ୍ତି ନାହିଁ, ଆପଣ ଦୟାକରି ନିଜେ ଆସି ନିଜକୁ ତିଆରି କରନ୍ତୁ। ସେତିକି ବେଳେ ଗୁରୁ ବିଘ୍ନେଶ୍ୱର ରୂପରେ ଆସି ପ୍ରବେଶ କଲେ। ବୈବସ୍ୱତ ମନୁଙ୍କ ଶ୍ରୁତିରେ ପ୍ରବେଶ କରି ନରତନୁଟିକି ବୈବସ୍ୱତ ମନୁ ଆଣିବା ପାଇଁ ସକ୍ଷମ ହେଲେ। ତେଣୁ ପ୍ରଥମ ଯେଉଁ ଆମର ଠାକୁରଙ୍କର ଭଜନଟି ଲେଖିଥିଲେ ତାକୁ ଯଦି ପଢ଼ିବେ, ନିଜେ ସେ ଠାକୁର, ନିଜେ ସେ ପୂଜାରୀ, ନିଜ ପୂଜା ନିଜେ କଲାରେ କେତେ ରୂପରେ ଦେଖା ଦେଲାରେ। କେତେ ଅନେକ ହୋଇଗଲେ, ସେଇଠି ବ୍ୟାପକ ହୋଇଗଲେ। ନିଜେ ସିଏ ନିଜେ ନିଜକୁ ତିଆରି କରିବା ପାଇଁ ଆସିଲେ, ନିଜକୁ ତିଆରି କରିବା ପାଇଁ ଆସି ନିଜକୁ ତିଆରି କରିଦେଲେ। କରିଦେଲା ପରେ ନରତନୁଟି ସିନା ବ୍ରହ୍ମା ନେଇ ଆସିଲେ, ତିଆରି କରିଦେଲେ, ସେ ତ ତା ସାଡ଼କୁ ଗଲେ ସୃଷ୍ଟି ପ୍ରକ୍ରିୟା ବହୁତ। ତେଣୁ ତାପର ସମୟରେ ଆସିବେ କେମିତି? ଆଉ ନରତନୁ ଆଣିବା ପାଇଁ ସକ୍ଷମ କିଏ? ତେଣୁ ଯେତେବେଳେ ଜନନୀ ଜଠରରେ ଶୁକ୍ରକୀଟଟିଏ ଜୀବନ୍ତ ହେଲା, ସେଇ ଚିତି ମାଧ୍ୟମରେ, ଯେଉଁ ସତ୍ ଚିତି ଆନନ୍ଦ, ସେଇ ଚିତ୍ତ ମାଧ୍ୟମରେ ଆସିଗଲେ ଅବ୍ୟକ୍ତରୁ, ସେଇ ଚୈତନ୍ୟ ପୁରୁଷଙ୍କ ଠାରୁ ପିତା, ଯେଉଁ ପିତା ଆମେ କହୁଛେ, ତାଙ୍କରି ଠାରୁ ଆସିଗଲେ ଜୀବ। ତାଙ୍କୁ କୁହାଗଲା ଜୀବ। ସେ ଜୀବ ହେଉଛନ୍ତି 12 ପ୍ରକାରର 12 ଭୃଙ୍ଗ। ଆସିଲେ ଏ ନରତନୁକୁ ଗଢ଼ିବା ପାଇଁ, ଜନନୀ ଜଠରରେ ସ୍ୱତଃ ପ୍ରବେଶ କଲେ। ନହେଲେ ଆମକୁ ଗଢ଼ିବା ପାଇଁ ଆଉ ଶକ୍ତି କାହାର ନାହିଁ, ଏ ନରତନୁକୁ ଗଢ଼ିବା ପାଇଁ ଆଉ ଶକ୍ତି କାହାର ନାହିଁ, ବ୍ରହ୍ମାଙ୍କର ବି ନଥିଲା, କାହାରି ନାହିଁ। ଯିଏ ଯେଉଁଠୁ ନରତନୁ ଆସିଛି ତାଙ୍କରି ଭିତରୁ ସ୍ୱତଃ ଆସିଲେ ଯେଉଁମାନେ ଜୀବ, ତାଙ୍କୁ କୁହାଗଲା ଜୀବ। ସେଇ ଜୀବର ମୁକ୍ତି, ମୁଖ୍ୟ ନିର୍ବାଣ ଚରମ ହବ, ଚରମ ପ୍ରାପ୍ତି ହବ। ଆମ ଭିତରେ କିଏ? ଦେହ ତ ଭୂତ ନାଗିଲା, ପଞ୍ଚଭୂତରୁ ଯେତେବେଳେ ଆସିଗଲା ସେ ଜୀବ ଭୂତ। ଯେତେବେଳେ ଆତ୍ମା ସଂଯୋଗ ହୋଇଗଲା, ଯେତେବେଳେ ଜୀବ ସହିତ ଆସି ଆତ୍ମା ସଂଯୋଗ ହୋଇଗଲା ଆନନ୍ଦ ଅଂଶରୁ, ସିଏ ହେଲା ଜୀବ ଆତ୍ମା। ଆନନ୍ଦ ଅଂଶରୁ ଆତ୍ମା, ସେ ତାଙ୍କରି ଭିତରୁ ଆନନ୍ଦ ଅଂଶରୁ ଆତ୍ମା, ଏ ଚିତ୍ତ ଅଂଶରୁ ଚିତ ଅଚେତନ, ଦୁଇ ଭାଗ ଚେତନ ଅଚେତନ ହେଇକରି ଆସିଲେ ଚିତ ଅଂଶ ଦେଇ ଜୀବ। ଆଇନେ ସତ ଅଂଶରୁ ଚୈତନ୍ୟ। ଆମ ଭିତରେ ପରିପୃଷ୍ଟ ହେଲା ଗୋଟେ ନରତନୁ, କ୍ରିୟାଶୀଳ ଆମେ ସମସ୍ତେ ହେଲେ ତାଙ୍କରି ଅଂଶ। ଯିଏ ଆସିଥିଲେ ଆଜି ତାଙ୍କରି ଅଂଶ। ତେଣୁ ସେ ଯେଉଁ ଆସିଲେ ଜୀବ ଗୁଡ଼ିକ, ସିଏ କ'ଣ କଲେ? ପ୍ରଥମ ଆସି, ଯେମିତି ଆମେ ପ୍ରଥମ ଆସିଲେ, ଏ କଥାଟି ତ ପଚାରୁଥିଲେ କ'ଣ କରୁଥିଲେ? ଆମେ କ'ଣ ଘର ଆଣିଥିଲେ? ଆମେ କ'ଣ ଘରଟି ଆଣିଥିଲେ? ଆମେ ଆସିବା ବେଳକୁ ଘର ଥିଲା ନା। ସିଏ ଆସି କ'ଣ କଲେ ନା ଆଗେ ତାଙ୍କ ରହିବା ପାଇଁ ଘର ତିଆରି କଲେ। ଘରଟି 64 କୋଷ ତିଆରି କଲେ ଆମ ଭିତରେ। ସେ ପ୍ରଥମ ତିଆରି କଲେ କେଉଁଠି? ନାଭିଚକ୍ର। ନାଭିଚକ୍ରର ବଳୟରେ 64ଟି କୋଷ ସ୍ତର ରହି, ସେ ନାଭିଚକ୍ରରୁ ଚାରିଆଡ଼କୁ ତାର ଅଙ୍ଗ ପ୍ରତ୍ୟଙ୍ଗ ଖେଳିଗଲା। ଯୋଡ଼ିଏ ଭାଗରେ ବିଭକ୍ତ ହୋଇକରି କୋଷ ଗଠନ ହୋଇଗଲା। ସତେନ୍ଦ୍ରିୟ କୋଷ ପାଇଁ ସତେନ୍ଦ୍ରିୟ ଜୀବ ପାଇଁ ସତେନ୍ଦ୍ରିୟ କୋଷ, ବିଜେନ୍ଦ୍ରିୟ ଜୀବ ପାଇଁ ବିଜେନ୍ଦ୍ରିୟ କୋଷ। ଦୁଇଟି କୋଷ ତିଆରି ହେଇ ଦୁଇ ବିଭାଗରେ ଆମ ଭିତରେ ବିଭକ୍ତ ହୋଇ, ଏ ଦୁଇ କୋଷ ଭିତରେ ସତେନ୍ଦ୍ରିୟ ବିଜେନ୍ଦ୍ରିୟ ସହିତ ସଂଲଗ୍ନ ହେଇ ଆମର ସଂସାରର ସମସ୍ତ କ୍ରିୟା ଚାଲିଲା। ତେଣୁ ବିଜେନ୍ଦ୍ରିୟକୁ ବଳବତ୍ତର, ଆମ ଯେହେତୁ ଜଡ଼ ହେଇକିରି ଆମେ ଆସିଛେ, ଆମେ ଭିତରେ ଅଚେତନ ଭାବ ଅଛି। ତେଣୁ ଅଚେତନ ଭିତରେ ଚେତନ ହେଇକିରି ଅଛନ୍ତି। କହିଲେ ଚେତନ ମଧ୍ୟ ଅଚେତନ, ଅଚେତନରେ ସେ ଚେତନ, ଦୁହିଁକୁ ସମଭାବେ ଦେଖ ପାଇତେ ବି ପାଇବୁ ଜ୍ଞାନ ସୁଖ। କହିଲେ ତାଙ୍କର ଚେତନ ଲୀଳ ଯେତିକି ଦରକାର, ଅଚେତନ ଲୀଳା ସେତିକି ଦରକାର। ଚେତନ ଏଣେ ଅଚେତନ ହେଇକିରି ଆସୁଛନ୍ତି, ଏଣେ ଚେତନ ହେଇକିରି ଆସିକିରି ଅଚେତନକୁ ପୁଣି ଚେତନରେ ପହଞ୍ଚିବା ପାଇଁକିରି ଗୁରୁ ଭାବ ଧରିକିରି, ଇଏ ତ ରାତି ସାରା କାଦୁଅ ଚକଟିକି ବା ଦିନ ସାରା ଶଗଡ଼ ପେଲିବା କାମ। ଗୁରୁବାଦ ଜିନିଷକୁ ଯଦି ଆଲୋଚନା କରିବା, ବୁଝିଲେ। ତେଣୁ ସେ ଆସିଥିଲେ କାଦୁଅ ଚକଟିକିରି ସୃଷ୍ଟି ତିଆରି କରିଦେଲେ। ଫେର ଦିନରେ ଆସିକିରି କାଦୁଅରେ ଶଗଡ଼ ଚକ ଗଳି ପଇଲା, ପେଲୁଚିନି ଆସିକିରି ଭଙ୍ଗା ଶଗଡ଼କୁ, ଆମେ ସବୁ ଭଙ୍ଗା ଶଗଡ଼। ତେଣୁ ସେଇ ଯେଉଁ ଦୁଇଟି କୋଷ ରହିଲା, ବିଜେନ୍ଦ୍ରିୟ ସତେନ୍ଦ୍ରିୟ, ବିଜେନ୍ଦ୍ରିୟ ବୃତ୍ତିରେ ଯେହେତୁ ଆମେ ଅଛେ,
ବିଜେନ୍ଦ୍ରିୟ ବୃତ୍ତିର ଊର୍ଦ୍ଧ୍ୱକୁ ଯିବା ପାଇଁ ଅଷ୍ଟାଙ୍ଗ ଯୋଗର ଆବଶ୍ୟକ। ଏଇଠିକି ଗଲେ ଆମେ ଅଷ୍ଟାଙ୍ଗ ଯୋଗ ସିଦ୍ଧ ନହେଲେ ମୁକ୍ତି ବିଜେନ୍ଦ୍ରିୟ ଊର୍ଦ୍ଧ୍ୱକୁ ଚାଲିଗଲେ ଦେହାତୀତ ଭାବ ଚାଲିଗଲା, ମନ୍ତ୍ର ଚୈତନ୍ୟ ହୋଇଗଲା। ଗୋଟେ ସ୍ତରରୁ ଆମେ ଅତିକ୍ରମ କରି ଯେତେବେଳେ ଆଉ ଗୋଟେ ସ୍ତରରେ ପହଞ୍ଚିଗଲୁ ହେଲା ମୁକ୍ତି। ମୁକ୍ତି ତେଣୁ ମୁକ୍ତି ପଥ ଟିକେ ଆମେ ପାଇବା ପାଇଁ ଯେ ପର୍ଯ୍ୟନ୍ତ ବିଜେନ୍ଦ୍ରିୟ ଆମର ନ୍ୟୁନ ଦୁର୍ବଳ ନ ହୋଇ ସତେନ୍ଦ୍ରିୟ ଆମ ଭିତରେ ଜାଗ୍ରତ ନ ହୋଇଛି ସେ ପର୍ଯ୍ୟନ୍ତ ଆମେ ଗୋଟେ ସ୍ତରରେ ପହଞ୍ଚି ପାରିବା ନା, ଅସମ୍ଭବ। ଶୁଣ, ମୁଁ ଆଜି କହିବି ଭାଇ, ସତସଙ୍ଗ ଚାଲିଛି ଆଜିକି 91 ମସିହାରୁ। ଯଦି ସତସଙ୍ଗରେ ପ୍ରକୃତ ତତ୍ତ୍ୱ ବା ପ୍ରକୃତ ଠାକୁରଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ଯାହା ଥିଲା ସେଗୁଡ଼ିକ ଆଲୋଚନା ପାଇଥାନ୍ତା, ଭାଇମାନେ ସେ ଖୋରାକ ପାଇଥାନ୍ତେ, ତାହେଲେ ଆଜିର ଅବସ୍ଥା ପରିବର୍ତ୍ତନ ହୋଇଯାଇଥାନ୍ତା ମୁଁ କହୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଆମେ କ'ଣ କରୁଛେ ନା ଚଷୁକୁ, ସେ କହିଛିନି ତୁ ଚଷୁ କୁଟୁଛୁ।